ସରିଯିବ ଲୁହାପଥର। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଓଡ଼ିଶା ରାଜକୋଷକୁ ସମୃଦ୍ଧ କରିବାରେ ଖଣି ରାଜସ୍ୱର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଲୁହାପଥର ଓ ଏହାର ଉତ୍ତୋଳନକୁ ହିସାବ କଲେ ଆଉ ମାତ୍ର 62 ବର୍ଷରେ ସବୁ ଲୁହାପଥର ଶେଷ ହୋଇଯିବ। ଓଡ଼ିଶାରେ ଗଚ୍ଛିତ ଥିବା ବିଭିନ୍ନ ଖଣିଜ ପଦାର୍ଥ ମଧ୍ୟରୁ ସର୍ବପ୍ରଥମେ ଲୁହାପଥର ହିଁ ଶେଷ ହେବ ବୋଲି ସରକାରୀ ସ୍ତରରେ ଆକଳନ କରାଯାଇଛି। ଉନ୍ନତ ମାନର ଲୌହପଥର ପାଇଁ କେନ୍ଦୁଝର ଜିଲ୍ଲାର ଜଡ଼ା ଖଣି ମଣ୍ଡଳ ବେଶ ଜଣାଶୁଣା। ଜିଲ୍ଲାର ବିଭିନ୍ନ ଖଣି ଉପରେ ରାଜ୍ୟ ତଥା ଦେଶର 90% ଇସ୍ପାତ କାରଖାନା ନିର୍ଭର କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ସର୍ବାଧିକ 4953 ନିୟୁତଟନ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ 13 ପ୍ରକାର ଖଣିଜ ସମ୍ପଦ ଗଚ୍ଛିତ ରହିଛି। ସେଥିମଧ୍ୟରୁ ସବୁଠାରୁ ଅଧିକ 9758 ନିୟୁତଟନ ଲୁହାପଥର ଗଚ୍ଛିତ ଅଛି। ତେବେ 2021-22 ମସିହାରେ 147 ନିୟୁତଟନ ଲୁହାପଥର ଉତ୍ତୋଳନ କରାଯାଇଥିବା ବେଳେ 2022-23ରେ 155 ନିୟୁତଟନ, 2023-24ରେ 169 ନିୟୁତଟନ ଲୁହାପଥର ଉତ୍ତୋଳନ ହୋଇଛି। ତେଣୁ ଏହି ହାରରେ ଉତ୍ତୋଳନ ଚାଲିଲେ ଓଡ଼ିଶାରେ ଗଚ୍ଛିତ ଥିବା ଲୁହାପଥର ଆଗାମୀ 62 ବର୍ଷରେ ଶେଷ ହୋଇଯିବ।